ଷେଣ୍ଢ ଜିଲ୍ଲାରେ କ୍ଷେତ୍ର ଦିବସ ଉପଲକ୍ଷେ ମାଣ୍ଡିଆ ଚାଷ ଓ ଶସ୍ୟ କଟିଂ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ବନ୍ଦ ବ୍ଲକ ସେଣ୍ଟ୍ରା ପଞ୍ଚାୟତର ସେଣ୍ଟ୍ରାଠାରେ କ୍ଷେତ୍ର ଦିବସ ପାଳନ ଅବସରରେ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଭୁବନେଶ୍ୱର ଅଧୀନସ୍ଥ ଶ୍ରୀ ଅନ୍ନ ଅଭିଯାନ ଆନୁକୂଲ୍ୟରେ ବନ୍ଦ ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତିଙ୍କ ପୌରୋହିତ୍ୟରେ ମାଣ୍ଡିଆ ଚାଷ ଓ ଶସ୍ୟ କାଟିବା ନେଇ ସଚେତନତା ଉପରେ ଆଧାରିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜଗଦୀଶ ବେହେରା ଓ ସମ୍ମାନିତ ଅତିଥି ଭାବରେ ପୂର୍ବତନ ସରପଞ୍ଚ ପ୍ରଶାନ୍ତ ସାମଲ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିପିସି ପ୍ରଶାନ୍ତ କୁମାର ମାନା, VLW ମନ୍ଦାକିନୀ ସେଠୀ, BPC ପରଶୁରାମ ସାହୁ, FBC ପ୍ରଭୁଦେବ ସାହୁ, CRP ସୁଶାନ୍ତ କୁମାର ଜେନା, ସତ୍ୟବ୍ରତ ସିଂ, ଜ୍ୟୋତିରଞ୍ଜନ ରାଉତ, PEO ଅପୂର୍ବ ରଞ୍ଜନ ରାଉତ, BOD ବାସନ୍ତୀ ପାଲ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ FBC ପ୍ରଭୁଦେବା ସାହୁ ପରିଚାଳନା କରିଥିବା ବେଳେ ଏହି ଆକାଉଣ୍ଟାଣ୍ଟ ଶେଷଦେବ ବାଜିକ ଚାଷୀମାନଙ୍କ ନାମ ପଞ୍ଜୀକରଣ କରିଥିଲେ। ଶେଷରେ CDO ଶ୍ରୀ ବେହେରା ଓ BAO ଶ୍ରୀ ପତିଙ୍କ ଉପସ୍ଥିତିରେ ମହିଳା ଚାଷୀମାନଙ୍କ ଦ୍ୱାରା ଶସ୍ୟ କଟିଂ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ 200ରୁ ଊର୍ଦ୍ଧ୍ୱ ମହିଳା ଚାଷୀ ଓ ପ୍ରାୟ 50ରୁ ଊର୍ଦ୍ଧ୍ୱ ପୁରୁଷ ଚାଷୀ ଯୋଗ ଦେଇଥିଲେ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଣ୍ଡ ଭ୍ୟୁଜ୍ ଓଡ଼ିଆ।